আলোচনা করে আসলে সেটি আলোচনা করা ସେମାନେ ଆସିକି ଏଠି ଏଟାକୁ ଆମର ସଭାରେ ଆଲୋଚନା ହେବ। ଯଦି ଆମକୁ ସବୁ ସନ୍ତୁଷ୍ଟ ଲାଗିଲା ତ ତାହେଲେ ଆମେ ସେଇ ଅନୁସାରେ ଆମର ନିଷ୍ପତ୍ତି ଆମେ ଚେଞ୍ଜ କରିବା। ଯଦି ଆମକୁ ସନ୍ତୁଷ୍ଟ ନ ଲାଗିଲା ତାହେଲେ 27 ତାରିଖରେ ଆମର ଯେଉଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆହେଇଛି ଆମେ ସେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ମେଡ଼ିକାଲ କଲେଜ ଠାରୁ ଆରମ୍ଭ କରି ପିଏସି ଯାକେ ଭଲ ଭାବରେ ଆମେ ନିର୍ବାହ କରିବା। କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ। ରୋଗୀ ସେବା ସବୁ ମେଡ଼ିକାଲରେ ତାଲା ପଡ଼ିକି ରୋଗୀ ସେବା ବ୍ୟାହତ ହେବ। 2008 ମସିହାରେ ଆମେ ଗୋଟେ ବଡ଼ ଷ୍ଟ୍ରାଇକ୍ ଓଡ଼ିଶାରେ କରାହେଇଥିଲା। ସେତେବେଳେ ଟୋଟାଲ ଯେତେ ଥିଲେ ଆମର କଣ୍ଟ୍ରାକ୍ଟରରୁ ଆରମ୍ଭ କରି ରେଗୁଲାର ଏମ୍ପ୍ଲୟି ଯେତେ ନର୍ସିଂ କର୍ମଚାରୀ ଥିଲେ ସମସ୍ତେ କାର୍ଯ୍ୟବନ୍ଦ 3 ଦିନ କରିଥିଲେ। 3 ଦିନରେ ଓଡ଼ିଶାର ସବୁ ମେଡ଼ିକାଲରେ ରୋଗୀ ସେବା ଠପ୍ ହୋଇଯାଇଥିଲା। ତେଣୁ ସରକାରଙ୍କୁ ଆମେ ନିବେଦନ କରୁଛୁ ଏବେ ନୂଆ ସରକାର ଆସିଛନ୍ତି ସେ ଲୋକଙ୍କ ସରକାର ଆମର ନିଶ୍ଚୟ ଆଶା ଅଛି ଯେ ନୂଆ ସରକାର ନିଶ୍ଚୟ ଆମର ଯେଉଁ ଦାବି ଅଛି ନର୍ସିଂ କର୍ମଚାରୀମାନେ ଯେଉଁମାନେ କି ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ତାଙ୍କର ଦାବିକୁ ସହୃଦୟତା ସହିତ ବିଚାର କରିବେ ଏବଂ ଯେଉଁ ଦାବିମାନ ଅଛି ସେ ଦାବିକୁ ଅସ୍ଥିର ପୂରଣ କରିବେ ଏବଂ ଆଗାମୀ ଦିନରେ ଯେଉଁ ସଂଘ ଯେଉଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ସେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରାରୁ ସଂଘ କେମିତି ନିବୃତ୍ତ ରହିବ। ବର୍ତ୍ତମାନ ସରକାରଙ୍କ ପାଖରେ ରହିଲା ନିଷ୍ପତ୍ତି ଯେ ସେ ଆମର ଏ ଯେଉଁ କାର୍ଯ୍ୟବନ୍ଦ ଆନ୍ଦୋଳନର କାର୍ଯ୍ୟକ୍ରମ ଚାଲିବ କିମ୍ବା ବନ୍ଦ ହେବ। ବର୍ତ୍ତମାନ ଆମର ଯେଉଁ ନେତୃତ୍ୱମାନେ ଆସିଲେ ଆମେ ତାଙ୍କଠାରୁ ଶୁଣିବା। ସମସ୍ତେ ଆସି ଏଠି ସମସ୍ତେ ବସ ସମସ୍ତେ ଦୟାକରି ସେପଟରେ ଯେ ସବୁ ରାସ୍ତା ପୃଷ୍ଠାରେ ଠିଆଇଛ ଆସି ସମସ୍ତେ ବସନ୍ତୁ। ନିଜ ପାଇଁ ଦିନଟିଏ କଷ୍ଟକର Odisha Nursing Employers Association story हेलो ଯେଉଁମାନେ ଖାଇକି ଆସିଲେ ଦୟାକରି ସେମାନେ ଆସିକି ଏଠି ରାସ୍ତା ଉପରେ ବସନ୍ତୁ। ଆମର ନେତୃତ୍ୱମାନେ ଆସିଲେ ଯାକେ ଆମର ଏ କାର୍ଯ୍ୟକ୍ରମ ଏ ସଭା ଚାଲୁ ରହିବ। ନେତୃତ୍ୱମାନେ ସେଠୁ କ'ଣ ଶୁଣିକି ଆସିଲେ ସେମାନେ ଏଠି ଆସିକି ଆମ ସହିତ ମାନେ ସେମାନେ ଏଠି ଆମ ଆଗରେ କହିବେ। ତାପରେ ଆମ ଭିତରେ ଆଲୋଚନା ହେବ। ଆଲୋଚନା ପରେ ଆମେ ନିଷ୍ପତ୍ତି ନେବା। 27 ତାରିଖରେ ଯେଉଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଅଛି ଆମେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆମର ଚାଲୁ ହେବ କି ଆମେ କାର୍ଯ୍ୟରୁ ନିବୃତ୍ତ ରହିବା। ବନ୍ଧୁଗଣ ସମସ୍ତଙ୍କୁ ଅନୁରୋଧ କରାହେଉଛି ଏତେ ଥର କହିବା ପରେ ଆସିଲେ ବସୁନାହାନ୍ତି କେମିତି ସମସ୍ତେ ବସନ୍ତୁ। ପାଗ ତ ବହୁତ ଭଲ ଦେଇଛି ଥଣ୍ଡା କରିଛି। ଦୟାକରି ଆସି ସମସ୍ତେ ବସନ୍ତୁ।